ओम शांति 12/5/24 महावाक्य अव्यक्त बापदादा पुनरावृत्ति 30/11/99। आज हेडिंग लाइन अच्छी सम्मानर सहित उत्तीर्ण हेवापाई सर्वसंपत्तिर खाता जमा करी संपन्न हुआ। सम्मानर सहित उत्तीर्ण हेवापाई सर्वसंपत्तिर खाता जमा करी संपन्न हुआ। आजी बापदादा केउं सेवा को देखुचंती? आजिर सभारे प्रत्येक संतान सर्वश्रेष्ठ संपत्ति रे एवं अविनाशी संपत्ति रे श्रेष्ठ धनीशाली अटे। दुनिया रे लोक माने चाहे जेते भी धनमान होई थांतु ना काहेकि, किंतु केवल गोटिए जन्म पाई ही धनमान होई थांती। ସେହି ଗୋଟିଏ ଜନ୍ମ ମଧ୍ୟ ଧନବାନ ହୋଇ ରହିବ କି ନାହିଁ ତାହା ମଧ୍ୟ ନିଶ୍ଚିନ୍ତ ନୁହେଁ। ଚାହେ କେତେ ବି ବିଶ୍ୱର ବଡ଼ରୁ ବଡ଼ ଧନୀଶାଳୀ ହୋଇଥାଉ, କିନ୍ତୁ ସେହି ଗୋଟିଏ ଜନ୍ମ ପାଇଁ। କିନ୍ତୁ ତୁମେମାନେ ନିଶ୍ଚୟ ଏବଂ ନିଶାର ସହିତ କହୁଛ ଆମେ ଅନେକ ଜନ୍ମ ପାଇଁ ଧନବାନ ଅଟୁ, କାହିଁକି ନା ତୁମେ ସମସ୍ତେ ଅବିନାଶୀ ସମ୍ପତ୍ତିରେ ସମ୍ପନ୍ନ ଅଟ। ତୁମେ ସମସ୍ତେ ଜାଣିଛ ଯେ ଆମେମାନେ ବର୍ତ୍ତମାନ ସମୟର ପୁରୁଷାର୍ଥ ଦ୍ୱାରା ଗୋଟିଏ ଦିନରେ ମଧ୍ୟ ବହୁତ ରୋଜଗାର କରିପାରୁଛୁ। ତେବେ ତୁମେ ଜାଣିଛ କି ଗୋଟିଏ ଦିନରେ ତୁମେ କେତେ ରୋଜଗାର କରୁଛ? ଏହାର ହିସାବକୁ ଜାଣିଛ ନା? ଗାୟନ ମଧ୍ୟ ଅଛି ଏବଂ ଅନୁଭବ ମଧ୍ୟ କରିଛ କଦମରେ ପଦମର ଆଦାୟ। ତେଣୁ ଗୋଟିଏ ଦିନରେ ବାବାଙ୍କ ଦ୍ୱାରା ତାଙ୍କର ଜ୍ଞାନ ଦ୍ୱାରା ତାଙ୍କୁ ମଧ୍ୟ ମନେ ପକାଇବା ଦ୍ୱାରା ପ୍ରତି ପାଦରେ ପଦ୍ମର ରୋଜଗାର ଜମା ହେଉଛି। ତେବେ ସାରା ଦିନରେ ଯେତେଟି ପାଦ ବାବାଙ୍କ ସ୍ମୃତିରେ ଉଠାଉଛ ସେତିକି ପଦ୍ମ ଜମା କରୁଛ। ତେଣୁ ଏଭଳି ରୋଜଗାର କରିବା ବାଲା ସମ୍ପତ୍ତି ଜମା କରିବା ବାଲା ସାରା ବିଶ୍ୱ ଭିତରେ ଆଉ କେହି ଥିବେ କି ବା ଅଛନ୍ତି କି? ସାରା ବିଶ୍ୱରେ ଚକ୍ର ଲଗାଇ ଦେଖ, କେବଳ ତୁମମାନଙ୍କ ବିନା ଏତେ ସମ୍ପତ୍ତି କେହି ବି ଜମା କରିପାରିବେ ନାହିଁ। ସେଥିପାଇଁ ବାବା କହୁଛନ୍ତି ସର୍ବଦା ଏହି ଶ୍ରେଷ୍ଠ ସ୍ମୃତିରେ ରୁହ ଯେ ଆମମାନଙ୍କର ଭାଗ୍ୟ ସ୍ୱୟଂ ପରମାତ୍ମାଙ୍କ ଦ୍ୱାରା ଏହିଭଳି ଶ୍ରେଷ୍ଠ ରୂପରେ ତିଆରି ହୋଇଛି। ତେବେ ତୁମେମାନେ ନିଜର ସମ୍ପତ୍ତି ଗୁଡ଼ିକୁ ତ ଜାଣିଛ ନା? ସମୟ ରୂପୀ ସମ୍ପତ୍ତିକୁ ତ ଜାଣିଛ? ଏହି ସଙ୍ଗମ ଯୁଗରେ ସମୟ କେତେ ଶ୍ରେଷ୍ଠ ଅଟେ। ଯେଉଁ ପ୍ରାପ୍ତି ଚାହୁଁଛ ତାକୁ ଅଧିକାରୀ ହୋଇ ବାବାଙ୍କ ଠାରୁ ନେଇଯାଉଛ। ତେବେ ସର୍ବସମ୍ପତ୍ତିର ଅଧିକାର ଗୁଡ଼ିକ ପ୍ରାପ୍ତ କରିନେଇଛ ନା? ପୁଣି ତୁମର ଗୋଟିଏ ଗୋଟିଏ ଶ୍ରେଷ୍ଠ ସଂକଳ୍ପ କେତେ ବଡ଼ ସମ୍ପତ୍ତି। ସମୟ ମଧ୍ୟ ବଡ଼ ସମ୍ପତ୍ତି, ସଂକଳ୍ପ ମଧ୍ୟ ବଡ଼ ସମ୍ପତ୍ତି। ସର୍ବଶକ୍ତି ଗୁଡ଼ିକ ମଧ୍ୟରୁ ବଡ଼ରୁ ବଡ଼ ସମ୍ପତ୍ତି ଅଟେ। ଗୋଟିଏ ଗୋଟିଏ ଜ୍ଞାନରତ୍ନ ମଧ୍ୟ କେତେ ବଡ଼ ସମ୍ପତ୍ତି। ଗୋଟିଏ ଗୋଟିଏ ଦିବ୍ୟ ଗୁଣ ମଧ୍ୟ କେତେ ବଡ଼ ସମ୍ପତ୍ତି। ଦୁନିଆର ଲୋକମାନେ ମଧ୍ୟ ସ୍ୱୀକାର କରୁଛନ୍ତି ଯେ ପ୍ରତିଟି ନିଶ୍ୱାସ ପ୍ରଶ୍ୱାସରେ ଈଶ୍ୱରଙ୍କୁ ସ୍ମରଣ କରିବା ଦ୍ୱାରା ଶ୍ୱାସ ମଧ୍ୟ ସଫଳ ହୋଇଥାଏ। ତେଣୁ ତୁମମାନଙ୍କର ଶ୍ୱାସ ମଧ୍ୟ ସଫଳତା ସ୍ୱରୂପ ଅଟେ, ବ୍ୟର୍ଥ ନୁହେଁ। ପ୍ରତିଟି ଶ୍ୱାସ ମଧ୍ୟରେ ସଫଳତାର ଅଧିକାର ସମାହିତ ଅଟେ। ବାପ ଦାଦା ତ ସବୁ ପିଲାମାନଙ୍କୁ ସର୍ବସମ୍ପତ୍ତି ସମାନ ଭାବରେ ଦେଇଛନ୍ତି। ସବୁ ମଧ୍ୟ ଦେଇଛନ୍ତି ଏବଂ ସମାନ ଭାବରେ ମଧ୍ୟ ଦେଇଛନ୍ତି। କାହାକୁ 1 ଗୁଣା, କାହାକୁ 10 ଗୁଣା, କାହାକୁ 100 ଗୁଣା ଏଭଳି ଦେଇନାହାନ୍ତି। ବାବା ତ ଦାତା ରୂପରେ ପ୍ରତ୍ୟେକ ସନ୍ତାନଙ୍କୁ ସର୍ବସମ୍ପତ୍ତି ବ୍ରାହ୍ମଣ ଜନ୍ମ ନେବା ମାତ୍ରକେ ସମାନ ରୂପରେ ଦେଇଛନ୍ତି। କିନ୍ତୁ ପ୍ରାପ୍ତ କରିଥିବା ସମ୍ପତ୍ତିକୁ କେତେ ଜମା କରୁଛ ବା ହରାଉଛ ତାହା ତୁମେ ପ୍ରତ୍ୟେକଙ୍କ ଉପରେ ନିର୍ଭର କରୁଛି। ତେଣୁ ସମସ୍ତଙ୍କୁ ଚେକ୍ କରିବାକୁ ହେବ ଯେ ମୁଁ ସାରା ଦିନ ଭିତରେ କେତେ ଜମା କରୁଛି ନା ହରାଇ ଦେଉଛି। ଏହାକୁ ଚେକ୍ କରୁଛ? ନିଶ୍ଚିନ୍ତ ଚେକ୍ କରିବାକୁ ହେବ, କାହିଁକି ନା ଏହା ଗୋଟିଏ ଜନ୍ମ ପାଇଁ ନୁହେଁ, ସବୁ ଜନ୍ମ ପାଇଁ ଅଟେ।
ତେଣୁ ଅନେକ ଜନ୍ମ ପାଇଁ ଜମା କରିବା ଦରକାର। ତେବେ ଜମା କରିବାର ବିଧି ଜାଣିଛ? ବହୁତ ସହଜ ମଧ୍ୟ ଅଟେ। କେବଳ ବିନ୍ଦୁ ଲଗାଇ ଚାଲ। ଯଦି ବିନ୍ଦୁ ମନେ ରହିଥିବ ତେବେ ଜମା ହୋଇ ଚାଲିବ। ଯେପରି ସ୍ଥୂଳ ସମ୍ପତ୍ତିରେ ଅର୍ଥାତ୍ ସଂଖ୍ୟାରେ ଏକ ନିକଟରେ ବିନ୍ଦୁ ଅର୍ଥାତ୍ ଶୂନ ଲଗାଇ ଚାଲିଲେ ତାର ମୂଲ୍ୟ ବଢ଼ି ବଢ଼ି ଚାଲିବ ନା। ସେହିପରି ଆତ୍ମା ମଧ୍ୟ ବିନ୍ଦୁ, ବାବା ମଧ୍ୟ ବିନ୍ଦୁ ଏବଂ ଡ୍ରାମାରେ ଯାହା ବିତିଗଲା ସେଥିରେ ମଧ୍ୟ ଫୁଲଷ୍ଟପ୍ର ବିନ୍ଦୁ ଲାଗିଗଲା। ଯଦି ପ୍ରତ୍ୟେକ ସମ୍ପତ୍ତିକୁ ବିନ୍ଦୁ ରୂପରେ ମନେ ପକାଇବ ତେବେ ଜମା ହୋଇ ଚାଲିବ। ଅନୁଭବ ଅଛି ନା? ବିନ୍ଦୁ ଲଗାଇବା ମାତ୍ରେ ବ୍ୟର୍ଥରେ ନଷ୍ଟ ହେବା ପରିବର୍ତ୍ତେ ଜମା ହୋଇ ଚାଲିବ। ତେଣୁ ବିନ୍ଦୁ ଲଗାଇବା ଜଣାଅଛି ତ? କେବେ କେବେ ଏଭଳି ମଧ୍ୟ ହୋଇଥାଏ ଯାହାକି ବିନ୍ଦୁ ଲଗାଇବା ପାଇଁ ଚେଷ୍ଟା କରିଲେ ମଧ୍ୟ ବିନ୍ଦୁ ନ ହୋଇ ଲମ୍ବାଗାର ହୋଇଥାଏ, ପ୍ରଶ୍ନବାଚକ ଚିହ୍ନ ହୋଇଯାଏ, ଆଶ୍ଚର୍ଯ୍ୟର ମାତ୍ରା ହୋଇଯାଏ। ତେଣୁ ଜମା ଖାତାକୁ ବଢ଼ାଇବାର ବିଧି ହେଲା ବିନ୍ଦୁ ଏବଂ ହରାଇବାର ରାସ୍ତା ହେଲା ଲମ୍ବାଗାର ଲଗାଇବା, ପ୍ରଶ୍ନବାଚକ ଚିହ୍ନ ଲଗାଇବା ଏବଂ ଆଶ୍ଚର୍ଯ୍ୟର ମାତ୍ରା ଲଗାଇବା। ତେବେ କେଉଁଟି ସହଜ ଅଟେ? ବିନ୍ଦୁ ଲଗାଇବା ସହଜ ଅଟେ ନା। ତେଣୁ ଜମା କରିବାର ବିଧି ବହୁତ ସହଜ। ସର୍ବଦା ସମାନରେ ରହିବା ସହିତ ବାବାଙ୍କୁ ମନେ ପକାଇବା ଏବଂ ବ୍ୟର୍ଥକୁ ବିନ୍ଦୁ ଲଗାଇବା। ସର୍ବଦା ସମାନରେ ରହିବା ସହିତ ବାବାଙ୍କୁ ମନେ ପକାଇବା ଏବଂ ବ୍ୟର୍ଥକୁ ବିନ୍ଦୁ ଲଗାଇବା। ବାପ୍ ଦାଦା ତ ପୂର୍ବରୁ ମଧ୍ୟ କହିଛନ୍ତି, ଯଦି ପ୍ରତିଦିନ ଅମୃତ ବେଳାରେ ନିଜେ ନିଜକୁ 3ଟି ବିନ୍ଦୁର ସ୍ମୃତିର ତିଳକ ଲଗାଇବ ତେବେ ଗୋଟିଏ ଗୋଟିଏ କୌଣସି ବି ସମ୍ପତ୍ତି ବ୍ୟର୍ଥ ଯିବ ନାହିଁ। ବାପ୍ ଦାଦା ଆଗରୁ ମଧ୍ୟ କହିଛନ୍ତି, ଯଦି ପ୍ରତିଦିନ ଅମୃତ ବେଳାରେ ନିଜେ ନିଜକୁ 3ଟି ବିନ୍ଦୁର ସ୍ମୃତିର ତିଳକ ଲଗାଇବ ତେବେ କୌଣସି ଗୋଟିଏ ବି ସମ୍ପତ୍ତି ବ୍ୟର୍ଥ ଯିବ ନାହିଁ। ପ୍ରତ୍ୟେକ ମୁହୂର୍ତ୍ତ ପ୍ରତ୍ୟେକ ସମ୍ପତ୍ତି ଜମା ହୋଇ ଚାଲିବ। ବାପ୍ ଦାଦା ସବୁ ପିଲାଙ୍କର ସବୁ ସମ୍ପତ୍ତିର ଜମାର ଚାର୍ଟକୁ ଦେଖିଛନ୍ତି। ଜାଣି ତ ସେଥିରେ କ'ଣ ଦେଖିଲେ? ଏପର୍ଯ୍ୟନ୍ତ ମଧ୍ୟ ଜମାର ଖାତା ଯେତିକି ହେବା ଦରକାର ସେତିକି ହୋଇନାହିଁ। ସମୟ, ସଂକଳ୍ପ, ବାଣୀ ବ୍ୟର୍ଥରେ ମଧ୍ୟ ଯାଉଛି। ଚାଲୁ ଚାଲୁ କେବେ କେବେ ସମୟର ମହତ୍ତ୍ୱ ପିଲାମାନଙ୍କର ସ୍ମୃତିରେ ଜାଗ୍ରତ ରୂପରେ କମ୍ ରହୁଛି। ଯଦି ସମୟର ମହତ୍ତ୍ୱ ସର୍ବଦା ମନେ ରହିବ, ଜାଗ୍ରତ ରୂପରେ ରହିବ, ତେବେ ସମୟକୁ ଆହୁରି ଅଧିକ ସଫଳ କରିପାରିବ। କିନ୍ତୁ ସାରାଦିନ ସାଧାରଣ ରୂପରେ ସମୟ ବିତି ଯାଉଛି। ଭୁଲ ନୁହେଁ କିନ୍ତୁ ସାଧାରଣ। ସେହିପରି ସଂକଳ୍ପ ମଧ୍ୟ ଖରାପ ଚାଲୁନାହିଁ କିନ୍ତୁ ବ୍ୟର୍ଥରେ ଚାଲିଯାଉଛି। ତେଣୁ ଗୋଟିଏ ଘଣ୍ଟାର ଚେକିଂ କର। ପ୍ରତ୍ୟେକ ଘଣ୍ଟାରେ ସମୟ ବା ସଂକଳ୍ପ କେତେ ପରିମାଣରେ ସାଧାରଣ ଭାବରେ ବିତି ଯାଉଛି, ଯାହାକି ଜମା ହେଉନାହିଁ। ତେବେ ବାପ୍ ଦାଦା ଶିକ୍ଷା ମଧ୍ୟ ଦେଉଛନ୍ତି, କିନ୍ତୁ ବାପ୍ ଦାଦାଙ୍କୁ ମଧ୍ୟ ବହୁତ ମିଥ୍ୟା ଆଶ୍ୱାସନା ଦେଉଛ। ବାବା, ଏହିଭଳି ସଂକଳ୍ପ ବହୁତ କମ୍ ଚାଲୁଛି। ବେଶୀ କିଛି ନୁହେଁ, କେବଳ ସଂକଳ୍ପରେ ଟିକିଏ ଆସିଯାଉଛି। ବାସ୍, ମୁଁ ନିଶ୍ଚିନ୍ତ ସମ୍ପୂର୍ଣ୍ଣ ହୋଇଯିବି, ସବୁ ଠିକ୍ ହୋଇଯିବ। ଏବେ ତ ଶେଷ ସମୟ ଆସିନାହିଁ ନା, ଆଉ କିଛି ସମୟ ତ ବାକି ଅଛି ନା। ଯଥା ସମୟରେ ମୁଁ ନିଶ୍ଚିନ୍ତ ସମ୍ପନ୍ନ ହୋଇଯିବି। କିନ୍ତୁ ବାପ୍ ଦାଦା ବାରମ୍ବାର କହି ଆସିଛନ୍ତି, ଜମାର ଖାତା ବହୁତ ସମୟର ହେବା ଦରକାର। ଏମିତି ନୁହେଁ ଯେ ଜମାର ଖାତାକୁ ଶେଷ ସମୟରେ ସମ୍ପନ୍ନ କରିଦେବ। ସମୟ ଆସିଲେ ସମ୍ପୂର୍ଣ୍ଣ ହୋଇଯିବ। ବହୁ ସମୟର ଜମା ହୋଇଥିବା ସମ୍ପତ୍ତି ବହୁ ସମୟ ପର୍ଯ୍ୟନ୍ତ କାମରେ ଲାଗିବ। ସମ୍ପତ୍ତି ନେବାରେ ତ ସମସ୍ତେ କହୁଛନ୍ତି ଆମେ ଲକ୍ଷ୍ମୀନାରାୟଣ ହେବୁ। ଯଦି କାହାକୁ କୁହାଯିବ କିଏ କିଏ ତ୍ରେତାଯୁଗୀ ରାମ ସୀତା ହେବ, ହାତ ଉଠାଅ, ତେବେ କେହି ହାତ ଉଠାଇବେ? ଯଦି କୁହାଯିବ ଲକ୍ଷ୍ମୀନାରାୟଣ ହେବ, ତେବେ ସମସ୍ତେ ହାତ ଉଠାଇଦେବେ। ଯଦି ବହୁତ ସମୟର ଜମାର ଖାତା ଥିବ ତେବେ ଯାଇ ପୂରା ସମ୍ପତ୍ତି ମିଳିବ। ଯଦି ସ୍ୱଳ୍ପ ଜମା ଥିବ ତେବେ ପୂରା ସମ୍ପତ୍ତି କିପରି ମିଳିବ? ତେଣୁ ସର୍ବ ସମ୍ପତ୍ତିକୁ ଯେତେ ଜମା କରିପାରିବ ଏବେଠାରୁ ହିଁ ଜମା କର। ସବୁ ଠିକ୍ ହୋଇଯିବ, ମୁଁ ଆସିଯିବି, ଏଭଳି କୁହ ନାହିଁ। କରିବାକୁ ହିଁ ହେବ। ଏହାକୁ କୁହାଯାଏ ଦୃଢ଼ତା।
ପିଲାମାନେ ଅମୃତ ବେଳାରେ ଯେତେବେଳେ ବସୁଛନ୍ତି, ଯଦି ଭଲ ସ୍ଥିତିରେ ବସୁଛନ୍ତି, ତେବେ ମନ ଭିତରେ ବହୁତ ଗୁଡ଼ିଏ ପ୍ରତିଜ୍ଞା ମଧ୍ୟ କରୁଛନ୍ତି। ଏଇଆ କରିବି, ସେଇଆ କରିବି, କମାଲ କରି ଦେଖାଇବି। ତେବେ ଏହା ତ ବହୁତ ଭଲ କଥା। ଶ୍ରେଷ୍ଠ ସଂକଳ୍ପ କରୁଛ, କିନ୍ତୁ ବାପ ଦାଦା କହୁଛନ୍ତି ଏହିସବୁ ପ୍ରତିଜ୍ଞା ବା ପ୍ରତିଶ୍ରୁତି ଗୁଡ଼ିକୁ କର୍ମରେ କରି ଦେଖାଅ। କେବଳ ପ୍ରତିଜ୍ଞା କର ନାହିଁ, କିନ୍ତୁ ଯାହା ବି ପ୍ରତିଜ୍ଞା କରୁଛ ତାକୁ ମନ ବଚନ କର୍ମରେ କାର୍ଯ୍ୟକାରୀ କର। ପିଲାମାନେ ସଂକଳ୍ପ ତ ବହୁତ ଭଲ ଭଲ କରୁଛନ୍ତି। ବାପ ଦାଦା ମଧ୍ୟ ସେତେବେଳେ ଖୁସି ହୋଇଯାଉଛନ୍ତି, କାହିଁକି ନା ସାହସ ତ କରୁଛନ୍ତି ନା, ଏହିଭଳି ହେବି, ଏହିସବୁ କରିବି। ସାହସ ମଧ୍ୟ ବହୁତ ଭଲ ରଖୁଛନ୍ତି। ତେଣୁ ସାହସ ରଖୁଥିବା କାରଣରୁ ବାପ ଦାଦା ମଧ୍ୟ ଖୁସି ହେଉଛନ୍ତି। କିନ୍ତୁ ଯେତେବେଳେ କର୍ମରେ ଆସିବାକୁ ପଡ଼ୁଛି, ସେତେବେଳେ କେବେ କେବେ ହୋଇଯାଉଛି, ସଦା ହେଉନାହିଁ। ତେଣୁ ପ୍ରତିଜ୍ଞା କରିବା ତ ବହୁତ ସହଜ, କିନ୍ତୁ କର୍ମରେ କରିବା ଅର୍ଥ ପ୍ରତିଜ୍ଞାକୁ ପାଳନ କରିବା। ତେବେ ପ୍ରତିଜ୍ଞା କରିବା ବାଲା ତ ବହୁତ ଅଛନ୍ତି, କିନ୍ତୁ ପ୍ରତିଜ୍ଞାକୁ ରକ୍ଷା କରିବାର କ୍ରମାନ୍ୱୟରେ ହୋଇଯାଉଛନ୍ତି। ପ୍ରତିଜ୍ଞାକୁ ରକ୍ଷା କରିବାର କ୍ରମାନ୍ୱୟରେ ହୋଇଯାଇଛନ୍ତି। ତେଣୁ ସଂକଳ୍ପ ଏବଂ କର୍ମକୁ ଅର୍ଥାତ୍ ପ୍ଲାନ୍ ଏବଂ ପ୍ରାକ୍ଟିକାଲ ଉଭୟକୁ ସମାନ କର। କରିପାରିବ ତ? ବ୍ୟବସାୟୀମାନେ ଆସିଛନ୍ତି, ତେବେ ବ୍ୟବସାୟୀମାନେ ତ ବ୍ୟବସାୟ କରିବା ଜାଣିଛନ୍ତି ନା, ତେଣୁ ଜମା କରିବା ତ ଜାଣିଛନ୍ତି ନା। ଏବଂ ଇଞ୍ଜିନିୟର ବା ବୈଜ୍ଞାନିକମାନେ ମଧ୍ୟ ସ୍ଥୂଳ ରୂପରେ କର୍ମ କରୁଛନ୍ତି। ଏହାଛଡ଼ା ଯେଉଁମାନେ ରୁରାଲ ୱିଙ୍ଗ ଅର୍ଥାତ୍ ଗ୍ରାମୀଣ ପ୍ରଭାଗବାଲା ଆସିଛନ୍ତି, ବାପ ଦାଦା ସେମାନଙ୍କୁ ରୁଲର ଅର୍ଥାତ୍ ଶାସନ କରିବା ବାଲା କହୁଛନ୍ତି। କାହିଁକି ନା ସେମାନେ ଯଦି ସେବା ନ କରିବେ, ତେବେ କେହି ବି କରିପାରିବେ ନାହିଁ। ତେଣୁ ତିନୋଟି ଯାକ ୱିଙ୍ଗ ବା ପ୍ରଭାଗବାଲା ଯେଉଁମାନେ ବି ଆସିଛନ୍ତି, ସେମାନେ ସମସ୍ତେ କର୍ମ କରିବା ବାଲା ଅଟନ୍ତି। କେବଳ କହିବା ବାଲା ନୁହେଁ, କରିବା ବାଲା ଅଟନ୍ତି। ତେଣୁ ସବୁ ପ୍ରତିଜ୍ଞା ଗୁଡ଼ିକୁ କର୍ମରେ କରି ରକ୍ଷା କରିବା ବାଲା ଆତ୍ମା ଅଟ ନା, ନା କେବଳ ପ୍ରତିଜ୍ଞା କରିବା ବାଲା ଅଟ? ପ୍ରତିଜ୍ଞା କରିବା ସମୟରେ ତ ବାପ ଦାଦାଙ୍କୁ ନିଜର ସାହସ ଦେଖାଇ କରିଦେଉଛ। ବାପ ଦାଦାଙ୍କ ପାଖରେ ସବୁ ପିଲାଙ୍କର ପ୍ରତିଜ୍ଞା କରିବାର ଫାଇଲ ରହିଛି। ବର୍ତ୍ତନରେ ଫାଇଲ ଗୁଡ଼ିକୁ ରଖିବା ପାଇଁ ତ ଆଲମାରୀ ବା ଜାଗା ଆଦିର କୌଣସି କଥା ନାହିଁ। କେବେ କେବେ ବାପ ଦାଦା ନିଜର ଅଲୌକିକ ଟିଭି ମଧ୍ୟ ଅଚାନକ ଖୋଲି ଦେଖୁଛନ୍ତି। ସବୁବେଳେ ଖୋଲୁନାହାନ୍ତି, କେବେ କେବେ ଖୋଲୁଛନ୍ତି। ପୁଣି ବି ସବୁ କଥା ଶୁଣିପାରୁଛନ୍ତି ଏବଂ ଦେଖିପାରୁଛନ୍ତି। ପରସ୍ପର ଭିତରେ ଯାହା ସବୁ କଥାବାର୍ତ୍ତା ହେଉଛ, ତାହା ମଧ୍ୟ ଶୁଣୁଛନ୍ତି। ସେଥିପାଇଁ ବାପ ଦାଦା କହୁଛନ୍ତି, ବ୍ୟର୍ଥକୁ ସମର୍ଥରେ ପରିବର୍ତ୍ତନ କରି ଜମା ଖାତାରେ ଜମା କରିଦିଅ। ତେବେ ବ୍ରାହ୍ମଣ ଅର୍ଥାତ୍ ଅଲୌକିକ। ବ୍ରାହ୍ମଣ ଜୀବନର ମହତ୍ତ୍ୱ ମଧ୍ୟ ବହୁତ ବଡ଼। ପ୍ରାପ୍ତି ଗୁଡ଼ିକ ମଧ୍ୟ ବହୁତ ବଡ଼। ସୋମାନ ଗୁଡ଼ିକ ମଧ୍ୟ ବହୁତ ବଡ଼। ଏବଂ ଏହି ସଙ୍ଗମ ଯୁଗରେ ବାବାଙ୍କର ସନ୍ତାନ ହେବା ମଧ୍ୟ ବହୁତ ବଡ଼ରୁ ବଡ଼ ପଦ୍ମଗୁଣା ଭାଗ୍ୟ ଅଟେ। ସେଥିପାଇଁ ବାପ ଦାଦା କହୁଛନ୍ତି, ପ୍ରତ୍ୟେକ ସମ୍ପତ୍ତିର ମହତ୍ତ୍ୱ ରଖ। ଯେପରି ଭାଷଣ କରିବା ସମୟରେ ଅନ୍ୟମାନଙ୍କୁ ସଙ୍ଗମ ଯୁଗର କେତେ ମହିମା ଶୁଣାଉଛ। ଯଦି ତୁମମାନଙ୍କୁ ଭାଷଣ କରିବା ପାଇଁ ଟପିକ୍ ଦିଆଯିବ ଯେ ସଙ୍ଗମ ଯୁଗର ମହିମା ଶୁଣାଅ, ତେବେ କେତେ ସମୟ ଶୁଣାଇ ପାରିବ? ଗୋଟିଏ ଘଣ୍ଟା ଶୁଣାଇ ପାରିବ? ଟିଚରମାନେ କୁହ, ଯେଉଁମାନେ ଶୁଣାଇ ପାରିବ ହାତ ଉଠାଅ। ତେଣୁ ଯେପରି ଅନ୍ୟମାନଙ୍କୁ ମହତ୍ତ୍ୱ ଶୁଣାଇ ଦେଉଛ, ତେବେ ମହତ୍ତ୍ୱକୁ ତ ଜାଣିଛ ନା, ଏହା ମଧ୍ୟ ବହୁତ ଭଲ କଥା। ବାପ ଦାଦା ଏଭଳି କହୁନାହାନ୍ତି ଯେ ତୁମେମାନେ ଜାଣିନାହ। ଜାଣିଛ ବୋଲି ତ ଶୁଣାଇ ପାରୁଛ ନା। କିନ୍ତୁ କ'ଣ ହେଉଛି ନା, ବାବା କହୁଛନ୍ତି, କିନ୍ତୁ କ'ଣ ହେଉଛି ନା, ତାହା ସୁପ୍ତ ଅବସ୍ଥାରେ ରହିଯାଉଛି। ସ୍ମୃତି ସର୍ବଦା ଜାଗ୍ରତ ଅବସ୍ଥାରେ ରହିବା କେବେ କମ୍ କେବେ ବେଶୀ ହୋଇଯାଉଛି। ତେଣୁ ନିଜର ଈଶ୍ୱରୀୟ ନିଶାକୁ ଜାଗ୍ରତ କର। ହଁ, ମୁଁ ତ ହୋଇଗଲିଣି, ଏହା ନୁହେଁ। ବାସ୍ତବିକ ରୂପରେ ମୁଁ ହିଁ ଅଟେ। ଏହି ସ୍ମୃତି ଜାଗ୍ରତ ଅବସ୍ଥାରେ ରହୁ। ଯଦି ନିଶ୍ଚୟ ଅଛି, ତେବେ ନିଶ୍ଚୟର ଚିହ୍ନ ହେଲା ଆତ୍ମିକ ନିଶା। ତେଣୁ ସାରା ସମୟ ଏହି ନିଶା ରହୁ।
ମୁଁ କିଏ? ଯଦି ଏହି ନିଶା ସର୍ବଦା ଜାଗ୍ରତ ରୂପରେ ରହିବ ତେବେ ପ୍ରତି ମୁହୂର୍ତ୍ତରେ ଜମା ହୋଇ ଚାଲିବ। ତେବେ ଆଜି ବାପ ଦାଦା ପିଲାମାନଙ୍କର ଜମାର ଖାତାକୁ ଦେଖିଛନ୍ତି। ସେଥିପାଇଁ ଆଜି ବିଶେଷ ଭାବରେ ଧ୍ୟାନ ଦେବା ପାଇଁ କହୁଛନ୍ତି। କାହିଁକି ନା ସମୟର ସମାପ୍ତି ମଧ୍ୟ ଅଚାନକ ହେବ। ଏଭଳି ଭାବ ନାହିଁ ଯେ ସବୁ କଥା ତ ପୂର୍ବରୁ ହିଁ ଜଣା ପଡ଼ିଯିବ। ତେଣୁ ସମୟ ଆସିଲେ ଠିକ୍ ହୋଇଯିବୁ। ତେଣୁ ଯେଉଁମାନେ ସମୟର ଆଧାର ନେଉଛନ୍ତି, ସମୟ ସବୁକିଛି ଠିକ୍ କରିଦେବ ବା ସମୟ ଆସିଲେ ହୋଇଯିବ, ସେମାନଙ୍କର ଶିକ୍ଷକ କିଏ ହେଲା? ସ୍ୱୟଂ ପରମାତ୍ମା ନା ସମୟ? ତେବେ ପରମାତ୍ମାଙ୍କ ଦ୍ୱାରା ତ ସମ୍ପନ୍ନ ହୋଇପାରିଲ ନାହିଁ। ତେଣୁ ସମୟ ତୁମକୁ ସମ୍ପନ୍ନ କରିବ। ତେବେ ଏହାକୁ କ'ଣ କୁହାଯିବ? ସମୟ ତୁମର ମାଷ୍ଟର ହେଲା ନା ପରମାତ୍ମା ଶିକ୍ଷକ ହେଲେ? ତେଣୁ ଡ୍ରାମା ଅନୁସାରେ ଯଦି ସମୟ ତୁମକୁ ଶିଖାଇବ ବା ସମୟ ଆଧାରରେ ପରିବର୍ତ୍ତନ ହେବ, ତେବେ ବାପ ଦାଦା ଜାଣିଛନ୍ତି ଯେ ପ୍ରାରବ୍ଧ ମଧ୍ୟ ସମୟ ଅନୁସାରେ ମିଳିବ। କାହିଁକି ନା ସମୟ ତୁମର ଟିଚର ହେଲା। ତେବେ ସମୟ ତୁମକୁ ହିଁ ଅପେକ୍ଷା କରିଛି। ତେଣୁ ତୁମେ ସମୟକୁ ଅପେକ୍ଷା କର ନାହିଁ। ସେ ତୁମର ରଚନା, ତୁମେ ମାଷ୍ଟର ରଚୟିତା ଅଟ। ତେଣୁ ରଚନା ନିଜର ରଚୟିତାକୁ ଅପେକ୍ଷା କରୁ। ତୁମେ ମାଷ୍ଟର ରଚୟିତା ମାନେ ସମୟକୁ ଅପେକ୍ଷା କର ନାହିଁ। ପୁଣି ବି ଏଥିରେ ମୁସ୍କିଲ କ'ଣ ଅଛି? ସହଜ କଥାକୁ ତୁମେ ନିଜେ ହିଁ ମୁସ୍କିଲ କରିଦେଉଛ। ପ୍ରକୃତରେ ମୁସ୍କିଲ ନୁହେଁ, କିନ୍ତୁ ତୁମେ କରିଦେଉଛ। ଯେବେ କି ବାବା କହୁଛନ୍ତି ଯାହା ବି ତୁମକୁ ବୋଝ ଭଳି ଲାଗୁଛି ତାକୁ ବାବାଙ୍କୁ ଦେଇଦିଅ। କିନ୍ତୁ ତୁମକୁ ଦେବା ଜଣା ନାହିଁ। ତେଣୁ ବୋଝ ମଧ୍ୟ ଉଠାଉଛ ଏବଂ କ୍ଳାନ୍ତ ମଧ୍ୟ ହୋଇଯାଉଛ। ତାପରେ ବାବାଙ୍କୁ ଉଲୁଗୁଣା ମଧ୍ୟ ଦେଉଛ। କ'ଣ କରିବି, କିପରି କରିବି? ତେଣୁ ନିଜ ମୁଣ୍ଡକୁ ବୋଝ କାହିଁକି ନେଉଛ? ବାବା ତ ନିଜ ତରଫରୁ ପ୍ରସ୍ତାବ ଦେଉଛନ୍ତି, ସବୁ ବୋଝ ମୋତେ ଦେଇଦିଅ। 63 ଜନ୍ମ ବୋଝ ଉଠାଇବାର ଅଭ୍ୟାସ ହୋଇଯାଇଛି ତ, ତେଣୁ ଅଭ୍ୟାସର ଅଧୀନ ହୋଇଯାଉଛ। ସେଥିପାଇଁ ମେହନତ କରିବାକୁ ପଡ଼ୁଛି। ତେଣୁ କେବେ ସହଜ କେବେ ମୁସ୍କିଲ। ତେବେ ଯେକୌଣସି କାର୍ଯ୍ୟ ହେଉ, ଦର ହୁଏତ ମୁସ୍କିଲ ହୋଇଥିବ, ନଚେତ୍ ସହଜ ହୋଇଥିବ। ବାବା କହୁଛନ୍ତି ତେବେ ଯେକୌଣସି କାର୍ଯ୍ୟ ହେଉ, ଧର ହୁଏତ ମୁସ୍କିଲ ହୋଇଥିବ, ନଚେତ୍ ସହଜ ହୋଇଥିବ। କିନ୍ତୁ ତୁମକୁ କେବେ ମୁସ୍କିଲ କେବେ ସହଜ କାହିଁକି ଲାଗୁଛି? କିଛି କାରଣ ଥିବ ନା। ଏହାର କାରଣ ହେଲା ପିଲାମାନେ ଅଭ୍ୟାସର ବଶୀଭୂତ ହୋଇଯାଉଛନ୍ତି। କିନ୍ତୁ ବାପ ଦାଦାଙ୍କୁ ପିଲାମାନଙ୍କର ମେହନତ କରିବା ବହୁତ ବଡ଼ କଥା ଲାଗୁଛି। ଅର୍ଥାତ୍ ଆଦୌ ଭଲ ଲାଗୁନାହିଁ। ମାଷ୍ଟର ସର୍ବଶକ୍ତିବାନ, ପୁଣି ମୁସ୍କିଲ। ନିଜକୁ କେଉଁ ଉପାଧି ଦେଉଛ? କେବେ ସହଯୋଗୀ, କେବେ ମୁସ୍କିଲ ଯୋଗୀ ଅଟ କି? ପୁଣି ତୁମର ଯୋଗ ମଧ୍ୟ କ'ଣ? ବାସ୍, କେବଳ ମନେ ପକାଇବାର କଥା ନା। ତେବେ ଯେଉଁଠି ଶକ୍ତିଶାଳୀ ଯୋଗ ଥିବ, ସେଠାରେ କୌଣସି କଥା ମୁସ୍କିଲ ହୋଇପାରିବ ନାହିଁ। କାରଣ ଯୋଗକୁ ଲଗନର ଅଗ୍ନି କୁହାଯାଏ। ଯେତେ ବି ମୁସ୍କିଲ ଜିନିଷ ହୋଇଥାଉ ନା କାହିଁକି, ଅଗ୍ନି ତାକୁ ପରିବର୍ତ୍ତନ କରିଦେଇ ପାରିବ। ଅଗ୍ନିରେ ଲୁହା ମଧ୍ୟ ତରଳି ଯାଉଛି ନା। ତେବେ କ'ଣ ଏହି ଲଗନର ଅଗ୍ନି ମୁସ୍କିଲକୁ ସହଜ କରିପାରିବ ନାହିଁ? କେତେକ ପିଲା ବହୁତ ଭଲ ଭଲ କଥା ଶୁଣାଉଛନ୍ତି। ବାବା କ'ଣ କରିବି, ବାତାବରଣ ଏଇଭଳି, ସାଥୀମାନେ ଏଇଭଳି। ହଂସ ଓ ବଗ ଏକାଠି ରହୁଛୁ। କ'ଣ କରିବି, ପୁରୁଣା ହିସାବ କିତାବ ବାକି ରହିଛି। କଥା ତ ବହୁତ ଭଲ ଭଲ କହୁଛ। ବାବା ପଚାରୁଛନ୍ତି ତୁମେ ବ୍ରାହ୍ମଣମାନେ କେଉଁ କଥାର ଠିକା ନେଇଛ? ବିଶ୍ୱ ପରିବର୍ତ୍ତନ କରିବାର ଠିକା ନେଇଛ ନା। ତେବେ ଯିଏ ବିଶ୍ୱକୁ ପରିବର୍ତ୍ତନ କରୁଛି, ସେ କ'ଣ ନିଜର ମୁସ୍କିଲକୁ ସମାପ୍ତ କରିପାରିବ ନାହିଁ? ତେଣୁ ଆଜି କ'ଣ କରିବ? ଜମାର ଖାତାକୁ ବଢ଼ାଅ।
ତାହେଲେ ସବୁକିଛି ସହଜ ଅନୁଭବ କରିପାରିବ। କେବେ ମୁସ୍କିଲ କେବେ ସହଜ, ଏଥିରେ କିଛି ମଜା ନାହିଁ। ବ୍ରାହ୍ମଣ ଜୀବନ ହିଁ ମଜା ଅନୁଭବ କରିବାର ଜୀବନ। ସଙ୍ଗମ ଯୁଗ ହେଉଛି ମଜା ଅନୁଭବ କରିବାର ଯୁଗ। ବୋଝ ଉଠେଇବାର ଯୁଗ ନୁହେଁ, ବୋଝ ଉତାରିବାର ଯୁଗ। ତେଣୁ ଚେକ୍ କର, ନିଜର ଭାଗ୍ୟର ଚିତ୍ରକୁ ଜ୍ଞାନ ରୂପୀ ଦର୍ପଣରେ ଭଲ ଭାବରେ ଦେଖ। ଦର୍ପଣ ତ ଅଛି ନା ନାହିଁ? ଭାଙ୍ଗି ଯାଇନାହିଁ ତ? ସମସ୍ତଙ୍କୁ ଦର୍ପଣ ମିଳିଛି ତ? ମାତାମାନଙ୍କ ପାଖରେ ଦର୍ପଣ ତ ଅଛି ନା ଚୋରି ହୋଇଗଲାଣି? ପାଣ୍ଡବମାନେ ତ ସାଇତି ରଖିବାରେ ବୁଦ୍ଧିମାନ ଅଟନ୍ତି ନା? କ'ଣ ଦର୍ପଣ ଅଛି ତ? ହାତ ତ ବହୁତ ଭଲ ଉଠାଇ ଦେଉଛ, ଭଲ କଥା। ତେଣୁ ନିଜର ଭାଗ୍ୟର ଚିତ୍ରକୁ ଦେଖ ଏବଂ ବା ବାର ଗୀତ ଗାଅ। ବା ମୋର ଭାଗ୍ୟ, ବା ମୋର ବାବା, ବା ମୋର ପରିବାର, ପରିବାର ମଧ୍ୟ ବା ଅଟେ। ଏମିତି ନୁହେଁ ଯେ ଇଏ ତ ବହୁତ ବାବାର ପାତ୍ର ଅଟେ, ଇଏ ଟିକିଏ ଏମିତିକା। ନା, ବା ମୋର ପରିବାର, ବା ମୋର ଭାଗ୍ୟ, ବା ମୋର ବାବା, ବ୍ରାହ୍ମଣ ଜୀବନ ଅର୍ଥାତ୍ ବା ଜୀବନ, ହାୟ ହାୟର ଜୀବନ ନୁହେଁ। ଶାରୀରିକ ରୋଗ ବ୍ୟାଧି ସମୟରେ ମଧ୍ୟ ହାୟ ହାୟ କରିବାର ନାହିଁ। ମୋର ହିସାବ କିତାବର ବୋଝ ମଧ୍ୟ ସମାପ୍ତ ହୋଇଯାଉଛି। ଯଦି 10 ମହଣ ଓଜନର ବୋଝ ଥିଲା, ସେଥିରୁ 3-4 ମହଣ କମିଗଲା, ତେବେ ଭଲ ହେଲା। ନା ହାୟ ହାୟ କହିବ? କ'ଣ କହିବ? ବା ବୋଝ ଓହ୍ଲାଇଗଲା। ହାୟ ମୋର ତ ପାଢ଼ୀ ଏଭଳି। ହାୟ ମୋତେ ତ ରୋଗ ଛାଡ଼ୁନାହିଁ। ତେବେ ରୋଗକୁ ତୁମେ ଛାଡ଼ିବ ନା ରୋଗ ତୁମକୁ ଛାଡ଼ିବ? ତୁମେ ବା କରି ଚାଲ, ତା ଦ୍ୱାରା ରୋଗ ମଧ୍ୟ ଖୁସି ହୋଇଯିବ। ଦେଖ, ଏଠାରେ ମଧ୍ୟ ଏହିଭଳି କରୁଛ ନା? ଯେତେବେଳେ କାହାର ମହିମା କରୁଛ, ତାହାର ବା କରୁଛ ନା? ତେଣୁ ରୋଗ ବ୍ୟାଧିକୁ ମଧ୍ୟ ବା କୁହ। ହାୟ ଇଏ ମୋ ପାଖକୁ କାହିଁକି ଆସିଲା? ମୋର କ'ଣ ଏତେ ହିସାବ କିତାବ ବାକି ଅଛି? ତେବେ ପ୍ରାପ୍ତି ତୁଳନାରେ ଏହି ହିସାବ କିତାବ ତ କିଛି ବି ନୁହେଁ। ତେଣୁ ପ୍ରାପ୍ତିଗୁଡ଼ିକୁ ସମ୍ମୁଖରେ ରଖ ଏବଂ ହିସାବ କିତାବକୁ ସମ୍ମୁଖରେ ରଖ। ତେବେ ତାହା କ'ଣ ଲାଗିବ? ବହୁତ ଛୋଟ ଲାଗିବ ନା? କହିବାର ଅର୍ଥ ହେଲା, ବ୍ରାହ୍ମଣ ଜୀବନରେ ଯାହା ବି ହୋଇଯାଉ, ତାକୁ ସକାରାତ୍ମକ ରୂପରେ ଦେଖ। ନକାରାତ୍ମକକୁ ସକାରାତ୍ମକ କରିବା ତ ଜଣାଅଛି ନା? ନକାରାତ୍ମକ ଏବଂ ସକାରାତ୍ମକ ଉପରେ କୋର୍ସ କରାଉଛ ନା? ତେଣୁ ରୋଗ ହେବା ସମୟରେ ମଧ୍ୟ ନିଜେ ନିଜକୁ କୋର୍ସ କରାଅ। ତାହେଲେ ମୁସ୍କିଲ ସହଜ ହୋଇଯିବ। ତେବେ ମୁସ୍କିଲ ଶବ୍ଦ ବ୍ରାହ୍ମଣମାନଙ୍କ ଡିକ୍ସନାରୀରେ ରହିବା ଉଚିତ ନୁହେଁ। ଆଚ୍ଛା, ଯଦି କିଛି ହିସାବ କିତାବ ଅଛି, ତେବେ ଆତ୍ମା ସହିତ ଅଛି ନା ଶରୀର ସହିତ ଅଛି ନା ପ୍ରକୃତି ସହିତ ଅଛି? କାହିଁକି ନା ପ୍ରକୃତିର ଏହି 5 ତତ୍ତ୍ୱ ମଧ୍ୟ କେବେ କେବେ ମୁସ୍କିଲର ଅନୁଭବ କରାଇଥାନ୍ତି। ତେଣୁ ଯେକୌଣସି ପ୍ରକାରର ହିସାବ କିତାବକୁ ଯୋଗ ଅଗ୍ନିରେ ଭସ୍ମ କରିଦିଅ। ବୁଝିପାରିଲ? କ'ଣ କରିବ? ଜମାର ଖାତାକୁ ବଢ଼ାଅ। ତୁମର ବାଣୀ ମଧ୍ୟ ସାଧାରଣ ନ ହେଉ। ବାଣୀରେ ମଧ୍ୟ ଭିନ୍ନ ଭିନ୍ନ ଭାବ ଏବଂ ଭାବନା ଥାଏ। ତେଣୁ ବାଣୀ ଦ୍ୱାରା ମଧ୍ୟ ଭାବ ଏବଂ ଭାବନା ଜଣାପଡ଼ିଥାଏ। ତେଣୁ ସବୁବେଳେ ଯାହା ବି କଥା କହୁଛ, ସେଥିରେ ଆତ୍ମିକ ଭାବ ରହୁ ଏବଂ ଶୁଭ ବା ଶ୍ରେଷ୍ଠ ଭାବନା ରହୁ। ଭାବନା ମଧ୍ୟ ଶ୍ରେଷ୍ଠ ଏବଂ ବାଣୀ ମଧ୍ୟ ଶ୍ରେଷ୍ଠ। ମାୟାର ଭାବନା ହେଲା ଈର୍ଷା, ଦ୍ୱେଷ, ଘୃଣାଯୁକ୍ତ ଭାବନା। ତେଣୁ ତୁମର ଭାବ ଏବଂ ଭାବନା ସର୍ବଦା ଶୁଭ ହେଉ। କ'ଣ ଏହିଭଳି ଅଟେ ତ? ଚେକ୍ କର। ସମୟରୂପୀ ସମ୍ପତ୍ତି, ପାଣିର ସମ୍ପତ୍ତି, ସଂକଳ୍ପର ସମ୍ପତ୍ତି, ଶକ୍ତିର ସମ୍ପତ୍ତି, ଜ୍ଞାନର ଗୁଣର ସମ୍ପତ୍ତି, ସବୁ ପ୍ରକାରର ସମ୍ପତ୍ତିକୁ ଚେକ୍ କର। କାହିଁକି ନା ପ୍ରତ୍ୟେକ ପ୍ରକାରର ସମ୍ପତ୍ତିର ଖାତା ଜମା କରିବାର ଅଛି। ଯଦି ଏହି ସମସ୍ତ ସମ୍ପତ୍ତିର ଖାତା ଭରପୁର ଥିବ, ତେବେ କୁହାଯିବ ଫୁଲ୍ ମାର୍କ ରଖିବା, ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା। ଏମିତି ଭାବ ନାହିଁ ଯେ
ମାତ୍ର ଗୋଟିଏ ପ୍ରକାର ସମ୍ପତ୍ତି ଯଦି କମ୍ ଜମା ଥିବ ତେବେ କୌଣସି ଆପତ୍ତି ନାହିଁ, କିନ୍ତୁ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା ପାଇଁ ସବୁ ସମ୍ପତ୍ତିରେ ଖାତା ଭରପୁର ରହିବା ଦରକାର। ଆଚ୍ଛା, ଯେଉଁମାନେ ଗୋଟିଏ ସେକେଣ୍ଡ ଭିତରେ ନିଜର ସଂକଳ୍ପକୁ ଯେଉଁଠି ଚାହିଁବ, ଯାହା ସଂକଳ୍ପ କରିବାକୁ ଚାହିଁବ, କେବେ ସେହି ସଂକଳ୍ପ ହିଁ ଚାଲିବ। କେବଳ ସେହି ସଂକଳ୍ପ ହିଁ ଚାଲିବ। ଯେଉଁମାନେ ନିଜକୁ ଏଇଭଳି ଭାବୁଛନ୍ତି ସେମାନେ ହାତ ଉଠାଅ। ଆଚ୍ଛା, ଯେଉଁମାନେ ଗୋଟିଏ ସେକେଣ୍ଡ ଭିତରେ ନିଜର ସଂକଳ୍ପକୁ ଯେଉଁଠି ଚାହିଁବ, ଯାହା ସଂକଳ୍ପ କରିବାକୁ ଚାହିଁବ, କେବଳ ସେହି ସଂକଳ୍ପ ହିଁ ଚାଲିବ। ଯେଉଁମାନେ ନିଜକୁ ଏହିଭଳି ଭାବୁଛନ୍ତି ସେମାନେ ହାତ ଉଠାଅ। ଗୋଟିଏ ସେକେଣ୍ଡରେ ମନ ବୁଦ୍ଧି ନିୟନ୍ତ୍ରଣ ହୋଇଯାଉଥିବ, ଏଭଳି ହୋଇପାରିବ? ଯଦି କରିପାରିବ ତେବେ ହାତ ଉଠାଅ। ଆଚ୍ଛା, ମଧୁବନର ବାୟୁମଣ୍ଡଳ ଭିତରେ ବସିଛ। ମଧୁବନର ବାୟୁମଣ୍ଡଳ ମଧ୍ୟ ଶକ୍ତିଶାଳୀ ଅଟେ। ଏହିଭଳି ବାତାବରଣ ଭିତରେ ଏହି ସମୟରେ ମନକୁ କଣ୍ଟ୍ରୋଲ କରିପାରିବ? ଚାହେ ଗୋଟିଏ ସେକେଣ୍ଡରେ କର ବା ଗୋଟିଏ ମିନିଟ୍ ଭିତରେ କର, କିନ୍ତୁ କରିପାରିବ ତ? ମନକୁ ଆଦେଶ ଦେଇଦିଅ, ବାସ୍, ଆତ୍ମା ଏବେ ପରମଧାମ ନିବାସୀ ହୋଇଯାଅ। ଦେଖ ମନ ତୁମର ଆଦେଶକୁ ମାନୁଛି କି ନାହିଁ। ଆଚ୍ଛା, ଚାରିଆଡ଼ର ସର୍ବସମ୍ପତ୍ତିର ମାଲିକ ପିଲାମାନଙ୍କୁ ସର୍ବଦା ମୁସ୍କିଲକୁ ଗୋଟିଏ ସେକେଣ୍ଡରେ ପରିବର୍ତ୍ତନ କରୁଥିବା, ସଦା ସହଯୋଗୀ, ସର୍ବଦା ନିଜର ସଂକଳ୍ପ, ସମୟ, ବାଣୀ ଏବଂ କର୍ମକୁ ଶ୍ରେଷ୍ଠ କରୁଥିବା, ସର୍ବଦା ଜମାର ଖାତାକୁ ବଢ଼ାଉଥିବା, ସର୍ବଦା ମନର ମାଲିକ ହୋଇ ରହିଥିବା, ମନ ବୁଦ୍ଧି ସଂସ୍କାରକୁ ଶୃଙ୍ଖଳିତ ଭାବରେ ଚଲାଉଥିବା ଏହିଭଳି ସ୍ୱରାଜ୍ୟ ଅଧିକାରୀ ପିଲାମାନଙ୍କୁ, ଚାହେ ଦେଶ ଭିତରେ ଚାହେ ବିଦେଶରେ ମଧ୍ୟ ରହିଥାଅ, କିନ୍ତୁ ବାପ୍ ଦାଦାଙ୍କର ଦିଲରେ ନିକଟରେ ରହୁଥିବା ଚାରିଆଡ଼ର ପିଲାମାନଙ୍କୁ बाप दादांकर स्नेह संपन्न शुभेच्छा एवं नमस्ते। बच्चों की ओर से बाप दादा को याद प्यार गुड मॉर्निंग, नमस्ते नमस्ते नमस्ते। आजिर वारदाता बाबांकर वरदान अच्छी उच्च पिता, उच्च मु आत्मा एवं उच्च कार्य एही भली स्मृति द्वारा सर्वदा शक्तिशाली हेउथिबा बाप समान हुआ। उच्च पिता, उच्च मु आत्मा एवं उच्च कार्य एही भली स्मृति द्वारा सर्वदा शक्तिशाली हेउथिबा बाप समान हुआ। जेपरी आजिकाली दुनिया रे जदि केही VIP बापर संतान होइथिबो तेबे से निजको मध्य VIP मने करिबो, किंतु बाबा को ठारू बड़ VIP बा उच्चरु उच्च तो आउ केही नाहांती। तेणु आमे एही भली उच्चरु उच्च पितांकर संतान, उच्च श्रेणीर आत्मा। एही भली स्मृति सर्वदा शक्तिशाली करि थाए। उच्च पिता, उच्च मु आत्मा एवं उच्च मोर कार्य एही भली स्मृति रे रहुथिबा आत्मा माने सर्वदा बाप समान होई जाआंती। सारा विश्व सम्मुखरे श्रेष्ठ एवं उच्च आत्मा तुममानंक व्यतीत आउ केही नाहांती। सेथिपाई तुममानंकर ही गायन एवं पूजन हेउछि। अच्छा, आजिर स्लोगान होउछि संपूर्णतार दर्पण रे सूक्ष्म आकर्षण गुड़ी को चेक कर एवं सेथिरु मुक्त हुआ। संपूर्णतार दर्पण रे सूक्ष्म आकर्षण गुड़ी को चेक कर एवं सेथिरु मुक्त हुआ। अच्छा, ओम शांति।